ଆସ ଦେଖିବା ମୁଁ ଆଜି ଅଷ୍ଟିମ ପାଇଁ କଣ ସବୁ କିଣାକିଣି କଲି ଯାହାହେଲେ ତ ପିନ୍ଧି ପକେଇଲି ଆଉ। ହାय ହ୍ୟାଲୋ ନମସ୍କାର ଦୋସ୍ତ ମୁଁ ୱେଲକମ କରୁଛି ମୋର ଆଉ ଗୋଟେ ଛୋଟ ବ୍ଲଗକୁ। ଆଇ ହୋପ କି ଆପଣମାନେ ସବୁ ବହୁତ ଭଲରେ ଥିବେ। ଦେଖନ୍ତୁ ସାଢେ ତିନିଟା ବାଜିଗଲାଣି, ମୁଁ ଡ୍ୟୁଟିରୁ ପଳେଇ ଆସିଛି। ଚାଲ ପଳେଇବା ଗାଧେଇ କଣ ଖାଲି ଯିବା ଡ୍ରେସ ଗୁଡା ଭେଜେଇଥିଲି ବା, ଏତେ କଷ୍ଟ ଭାଇ ଡ୍ରେସ ଥୋଇବା, ଡ୍ରେସ ଗୁଡା ଧୋଇକି ଆଣି ରଖିଦେଲି। ତାପରେ ଜଲ୍ଦି ଗାଧେଇ ପଡି ପଳେଇ ଆସିଲି, କାହିଁକି ନା ଆମେ ଯିବା ଆଜି ଟିକେ ବଜାର ବୁଲେ। ତାପରେ ପୁରା ରେଡି ହେଇ ପଡିଲି, ଦେଖ ସାର୍ଟ ପ୍ୟାଣ୍ଟ ପିନ୍ଧି କ୍ୟାମେରା ଛାଟି ପିଟି ହେଇଗଲି। ତାପରେ ପଳେଇଥିଲି ତଳକୁ। ଆରେ ଭାଇ ତଳକୁ ଆସି ଦେଖେ ତ ସନ୍ଧ୍ୟା ହେଇଗଲାଣି ଆଉ। ତାପରେ କାଢିଲି ମୋ ଗାଡି ନେଇ ଚାଲିଲି ପୁରା ଗାଡି ଦୋକାନକୁ, କାହିଁକି ନା ମୋ ଗାଡି ଟିକେ ଖରାପ ହେଇଥିଲା। ପ୍ରୋବ୍ଲେମ କଣ ଥିଲା ନା, ମୋ ଗାଡିର ଯୋଉ ସ୍ପ୍ରିଙ୍ଗ ଟା କୋଉଠି ଥିଲା ପୋଡି ଯାଇଥିଲା। ତାପରେ ମୋ ସାଙ୍ଗରେ ମୋର ଚାଲିଲୁ ଦୋକାନ ଗୋଟେ ସ୍ପ୍ରିଙ୍ଗ ଆଣି ମୋ ସାଙ୍ଗ ଟ୍ରାଏ କଲା, ଲଗେଇ ପାଇଲା ନାଇଁ ସିଏ। ତାପରେ ମୁଁ କହିଲି ଛାଡ ମୁଁ ଲଗେଇଦେବି, ତୁ କଣ ଲଗେଇବୁ। ମୁଁ ବି ବାଡେଇ କଚାଡି ହେଇ ତାପରେ ଦେଖନ୍ତୁ ଲାଷ୍ଟକୁ କେମିତି ଲାଗିଗଲା ପରେ ମୁଁ ଯେମିତି ଖୁସି ହେଲି କି ମୁଁ ଯୁଦ୍ଧ ଜିତିଗଲି କି ଆଉ। ତାପରେ ବହୁତ କଷ୍ଟ ପରେ ବହୁତ ସମୟ ପରେ ବାଡେଇ କଚାଡି ହେଇସାରିଲା ପରେ ଲଗେଇ ସାରିଲା ଦେଖନ୍ତୁ ଭାଇ ମୁଁ ଲଗେଇ ଦେଇଛି ରେ। ତାପରେ ଆମେ ସେଠୁ ଚାଲିଲୁ କାଲି ଅଛି ଅଷ୍ଟିମୀ ଆମ ଗାଡିକି ଟିକେ ପୋରୁଆ କରିଦବା ଆଉ ଯୋଉ ନିହାତି ଜାଣିଥିବେ ଏଇଟା କୋଉ ଛକ। ତାପରେ ଆମେ ଚାଲିଲୁ ଭାଇ ଗାଡି ଦୋକାନକୁ, କାହିଁକି ନା ଗାଡି ଆଜି ହବ ପଡୁଆ। ତାପରେ ପଳେଇଲୁ ଗାଡି ପାଇଁ ଗୋଟେ ଡ୍ରେସ ବାଛିବା ପାଇଁ, କାହିଁକି ଆମ ଗାଡିର ପୁରୁଣା ଡ୍ରେସ ଟା ଖରାପ ହେଇଯାଇଥିଲା। ସେପଟେ ଆମେ ବାଛି ଦେଇସାରିଲା ପରେ ଭାଇ ଦେଇଥିଲୁ, ଭାଇ ତମେ ଆମ ଗାଡିକୁ ଏଇ ଡ୍ରେସ ଟା ପିନ୍ଧେଇଦିଅ। ଭାଇ ତାପରେ ମାଣ୍ଡି ବସି ତାପରେ ଷ୍ଟାପ୍ଲର ମାରିଲା ପରେ ପୁରା ରେଡି। ଦେଖ କେମିତି ଲାଗୁଛି, ଭଲ ଲାଗୁଥିଲେ ନିହାତି କମେଣ୍ଟରେ କହିବେ। ତାପରେ ଆମେ ପଳେଇ ଆସିଲୁ, ଏଠି ଗୋଟେ ରାସ୍ତା ପାଖରେ ପଡିଥିଲା ଗୋଟେ ଲୁଧିଆନା ମାର୍କେଟ ବୋଲି କହିକି ଗୋଟେ ପଡିଥିଲା। ତାପରେ ସେଠୁ ମୁଁ ଖାଲି ଗୋଟେ ପିନ୍ଧି ପକେଇଲି, ଫାଷ୍ଟ ଗୋଟେ ଧଳା ଜ୍ୟାକେଟ, ତାପରେ ଗୋଟେ ନାଲା ଜ୍ୟାକେଟ, ଖାଲି ଜ୍ୟାକେଟ ପିନ୍ଧି ପକେଇଲି। କୋଉଟା ଭଲ ଲାଗୁଛି ନିହାତି କମେଣ୍ଟ କରିବେ। ତାପରେ ସେଠୁ ଆମେ ଜ୍ୟାକେଟ ଦେଖି ସାରିଲା ପରେ ପଳେଇ ଆସିଲୁ। ଆସିକି ଭାଇ ଆମେ ପଳେଇଥିଲୁ ଜଳିଖିଆ ଦୋକାନ ପାଖକୁ, ମଉସା ବାବା ଆମେ ଯୋଉଠି ସବୁଦିନ ଖାଉ। ତାପରେ ଆସିକି ମୋ ସାଙ୍ଗ ଖାଇଲା ବରା ସହିତ ଘୁଗୁନି, ମୁଁ ଖାଇଥିଲି ପକୁଡି ସହିତ ଘୁଗୁନି। ମୋ ସାଙ୍ଗ ଖାଲି ଗାଲୁ କରି ଖାଇଗଲୁ ତ ଆଉ ଯାହା ହବ ଦେଖାଯିବ, ଖାଇ ଚାଲ। ତାପରେ ସେଠୁ ଆମେ ପଳେଇ ଆସିଲୁ, ସେଠୁ ଆଜି ଆମେ ମାରି ଦେଇଥିଲୁ ରିଫ୍ରେଶ ସ୍ପଞ୍ଜ। କିଏ ରାତିର ମାନେ ଥଣ୍ଡା ପିଅନ୍ତି ନିହାତି କମେଣ୍ଟ କରିବେ। ମୋ ସାଙ୍ଗଟା କହିଲା ଚାଲ ଥଣ୍ଡା ପିଇବା, ମୁଁ ହଉ ଚାଲ ମନେ କରିଛୁ ରାତିରେ ଗୋଟେ ପିଇବା। ଆଉ ଭାଇ ଏଇଟା ଦେଖ, ଏଇ ଜିନିଷଟା କଣ ମୁଁ ଖାଇବି ବୋଲି ଭାବିଥିଲି, ମୋ ସାଙ୍ଗଟା ସମସ୍ତେ ଗାଳିଦେଲା। ଆଉ ତାପରେ ଆମେ ସେଠୁ ପଳେଇ ଆସିଲୁ, ଆସିକି ରୁମ ରେ ଦେଖୁ ତ ହେଇଛି ସୋୟାବିନ କୁ ଡାଲି। ଖାଇ ଦେଇଥିଲୁ, ଖାଇଦେଇ ମୁଁ ଚାଲିଲି ଶୋଇବାକୁ। ବାଏ ବାଏ ଗୁଡ ନାଇଟ୍। ଏମିତି ଆପଣଙ୍କର ଭଲ ପାଇବା ଥିଲେ ପୁଣି ଦେଖାଯିବ।